तो ओडिशा रे समस्तଙ୍କ ପାଇଁ ଭଲ ଅପଡେଟ୍ ଆସିଛି। ଯେହେତୁ ଆପଣମାନଙ୍କ ପାଖରେ ରାସନ କାର୍ଡ଼ଟେ ନାହିଁ, ରାସନ କାର୍ଡ଼ ଦୀର୍ଘ ଦିନ ହେଲାଣି ଆପ୍ଲାଏ କରିଛନ୍ତି ମିଳୁନାହିଁ। ତା ସହିତ ଆପଣମାନଙ୍କର ପିଏମ୍ କିଷାନରେ ପେଣ୍ଡିଙ୍ଗ ଫର୍ ଆପ୍ରୁଭାଲ୍ ବା ଡିଷ୍ଟ୍ରିକ୍ଟ ଲେଭେଲରେ ଅଛି ବା ସବ୍ ଡିଷ୍ଟ୍ରିକ୍ଟ ଆପଣମାନଙ୍କର ଷ୍ଟେଟ୍ ଲେଭେଲରେ ପେଣ୍ଡିଙ୍ଗ ଅଛି। ଆବାସ ଘରଟେ ମିଳୁନାହିଁ, ଦୀର୍ଘ ଦିନ ହେଲାଣି ଆପ୍ଲାଏ କରିଥିଲେ ଆପଣ ମଧ୍ୟ ରାସନ ବା ଆପଣମାନଙ୍କର ଘର ପାଇବା ପାଇଁ ଯୋଗ୍ୟ ବା ରାସନ କାର୍ଡ଼ ପାଇବା ପାଇଁ ଯୋଗ୍ୟ, ତେବେ ଆପଣମାନଙ୍କୁ ରାସନ କାର୍ଡ଼ଟେ ମିଳୁନାହିଁ, ମୋ ଘରଟେ ବି ମିଳୁନାହିଁ। ପିଏମ୍ କିଷାନ ଆପଣଙ୍କର ଦୀର୍ଘ ଦିନ ହେଲାଣି ସମସ୍ୟା ରହିଛି। ତେବେ ଏସବୁ ସମସ୍ୟା ଖୁବ୍ ଶୀଘ୍ର ଆପଣମାନଙ୍କର ସମାଧାନ ହେବ। ତ କେମିତି ସମାଧାନ କରିବେ, ମାତ୍ର 3 ରୁ 4 ଦିନ ଭିତରେ ଆପଣମାନଙ୍କୁ ସବୁକିଛି ଅପଡେଟ୍ ମିଳିଯିବ ଆଉ ରାସନ କାର୍ଡ଼ ସବୁକିଛି ପାଇଯିବେ। ତେବେ ଚାଲନ୍ତୁ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିବା। ତ ଦେଖନ୍ତୁ, ଜୁଲାଇ 1 ରୁ ଜନଶୁଣାଣି ଆରମ୍ଭ। ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକୃତ ହେବ ଅଭିଯୋଗ। ତ କେମିତି ଅଭିଯୋଗ କରିବେ, କେତେଟା ସମୟରେ ଆପଣମାନେ 1 ତାରିଖ ଜୁଲାଇ 1 ତାରିଖ ରହିଛି, ତ କେତେଟା ଭିତରେ ଆପଣମାନଙ୍କୁ ଅଭିଯୋଗ କରିବାକୁ ପଡ଼ିବ, ତାହେଲେ ଆପଣମାନେ এই ଯୋଜନାରୁ ଶୀଘ୍ର ବେନିଫିଟ୍ ପାଇବେ। ସମ୍ପୂର୍ଣ୍ଣ ଅପଡେଟ୍ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଦେଇଦେଉଛି। ତେବେ ଏଇଠି ଆପଣମାନେ ଦେଖିପାରୁଥିବେ ଜୁଲାଇ 1 ରୁ ଆରମ୍ଭ ହେବ ସାଧାରଣ ଅଭିଯୋଗ ଶୁଣାଣି। ଜୁଲାଇ 1 ଅର୍ଥାତ୍ ସୋମବାର ଠାରୁ ପୁଣି ଥରେ ସାଧାରଣ ଅଭିଯୋଗ ଶୁଣିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଏସ୍ପି ସାଧାରଣ ଅଭିଯୋଗ ଶୁଣାଣି କରିବେ। ତ ଦେଖନ୍ତୁ, ଜୁଲାଇ 1 ତାରିଖରୁ ସବୁ ଜିଲ୍ଲା ସରକାରଙ୍କ ସମସ୍ତ ବିଭାଗର ମିଳିତ ଜନଶୁଣାଣି ଆରମ୍ଭ ହେବ। ତେବେ ପ୍ରତି ସୋମବାର ସାଧାରଣ ଅଭିଯୋଗ ଲାଗି ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଅଭିଯୋଗକୁ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯେଉଁ 1 ତାରିଖ ହେବ, ତ 1 ତାରିଖ ଦିନ କେମିତି ଆପଣମାନେ ପଞ୍ଜୀକରଣ କରିବେ, ଚାଲନ୍ତୁ ମୁଁ ଜନଶୁଣାଣି ପୋର୍ଟାଲକୁ ନେଇଯାଉଛି। ତ ସେଠି ଆପଣମାନଙ୍କୁ ଅପଡେଟ୍ ଦେଇଦେଉଛି, ତ ଆପଣମାନେ ଆରାମସେ ବୁଝିପାରିବେ। ତେବେ ଯଦି ଚ୍ୟାନେଲକୁ ନୂଆ ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ନୂଆ ନୂଆ। ତ ଦେଖନ୍ତୁ, ଆପଣମାନେ ଗୁଗଲରେ ଡାଇରେକ୍ଟ ସର୍ଚ୍ଚ କରିବେ ଜନଶୁଣାଣି ପୋର୍ଟାଲ। ତ ସେଥିରେ ଆପଣମାନେ ଯେତେବେଳେ ସର୍ଚ୍ଚ କରିବେ, ଲେଖିକି ସର୍ଚ୍ଚ କଲା ପରେ ଯେଉଁ ପବ୍ଲିକ୍ ଗ୍ରିଭେନ୍ସ ଆସିବ ପ୍ରଥମ ଅପସନ୍ଟି, ତ ସେଠି କ୍ଲିକ୍ କଲା ପରେ ତ ଆପଣମାନଙ୍କୁ ଏଇଭଳି ଭାବରେ ଦେଖିପାରୁଥିବେ। ତ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଅଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା ମାନ୍ୟବର ଉପମୁଖ୍ୟମନ୍ତ୍ରୀ। ତ ଏଇଠି ଆପଣମାନେ ତ ଦେଖିପାରୁଥିବେ। ତ ଏଇଠି ଆପଣଙ୍କ ଅଭିଯୋଗ ପଞ୍ଜୀକରଣ ଓ ଏହି ମଞ୍ଚ ଆପଣମାନଙ୍କୁ ସହଯୋଗ କରିଥାଏ। ତ ନିଶ୍ଚିତ ଭାବେ ଆଗରୁ ଯାହା ବି ଅପଡେଟ୍ ଥିଲା, ତ ଆପଣମାନେ ସମସ୍ତେ ମଧ୍ୟ ବା ପଞ୍ଜୀକରଣ କରିଛନ୍ତି, କିନ୍ତୁ ଆପଣମାନଙ୍କୁ କିଛି ବି କାର୍ଯ୍ୟକାରୀ ହେଉନି। ତ ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ଯେ ବା ଆମର ମୋହନ ଚରଣ ମାଝୀ ସାର୍ ଯେଉଁଭଳି ଭାବରେ ବର୍ତ୍ତମାନ ଅତିଥି ଭବନକୁ ଯାଇକି ମଧ୍ୟ ଆପଣମାନେ ଦେଖିପାରୁଥିବେ ପ୍ରତ୍ୟେକ ଦିନ ସେ ଘଣ୍ଟେ ଲେଖା ଲୋକମାନଙ୍କର ଯେଉଁ ଅସୁବିଧା ରହିଛି ତାକୁ ମଧ୍ୟ ସେ ଶୁଣାଣି କରୁଛନ୍ତି। ଆପଣମାନେ ଯଦି ଯାଇପାରିବେ ତ ଚାହିଁବେ ତ ସେଠିକି ମଧ୍ୟ ଡାଇରେକ୍ଟ ଯାଇକି ଆପଣମାନେ ନିଜର ଅଭିଯୋଗ କରିପାରିବେ। କିନ୍ତୁ ଯେହେତୁ ଓଡ଼ିଶାରେ ଅନେକ କିଛି ଚାଷୀ ଭାଇମାନେ ଅଛନ୍ତି ଯେଉଁମାନଙ୍କର କିଛି ବି ବେନିଫିଟ୍ ମିଳୁନାହିଁ। ତ ସମସ୍ତେ ଯଦି ଯାଇକି ଆପଣମାନେ ଯାଇକି ସେଠି ଦେଖା କରିବା ଅସମ୍ଭବ ହେଇଯାଉଛି ଆପଣମାନଙ୍କ ସମୟରେ। ତ ଆପଣମାନଙ୍କ କ୍ଷେତ୍ରରେ ତ ଅନେକ ଯେଉଁମାନେ ଯାଇପାରୁଛନ୍ତି ତ ଭଲ କଥା, ଯେଉଁମାନେ ଯାଇପାରୁନାହାନ୍ତି ତ ସେଥିପାଇଁ ଏ ଯେଉଁ ପଞ୍ଜୀକରଣ ବା ଯେଉଁ ଅଛି ଆପଣମାନଙ୍କର ଅଭିଯୋଗ କରିବା ପାଇଁ ଜନଶୁଣାଣି ପୋର୍ଟାଲରେ ତ 1 ତାରିଖରୁ ଆରମ୍ଭ ହେବ। ତ ଦେଖନ୍ତୁ, ଏଇ ଯେଉଁ ଲଗ୍ଇନ୍ ସାଇନ୍ ଅପ୍ ରହିଛି, ତ ସେଥିରେ ଆପଣମାନେ ମୁଁ ଭିଡ଼ିଓ ନେଇ ଆସିବି ଆପଣମାନଙ୍କୁ। ତ ଏବେ ଆପଣମାନେ ଯଦି କରନ୍ତି କିଛି ବି ଆପଣମାନଙ୍କର ହେଇପାରିବନି, ଅସୁବିଧା ରହିବ। ଯେହେତୁ ସାଇଟ୍ ଅପଡେଟ୍ ଆସିନାହିଁ, ତ ସାଇଟ୍ 1 ତାରିଖ କତରୁ ଆରମ୍ଭ ହେବ। ତ 1 ତାରିଖ ଦିନ ମୁଁ ଆପଣମାନଙ୍କୁ ସକାଳେ ଅପଡେଟ୍ ପକାଇଦେବି ଭିଡ଼ିଓ। ଯେତେବେଳେ ଆପଣମାନେ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରୁଛନ୍ତି, ତ ସକାଳ ସମୟରେ ଆପଣମାନେ ଅଭିଯୋଗ କରନ୍ତୁ, ନିଶ୍ଚିତ ଭାବରେ ଆପଣମାନଙ୍କର ଉପକୃତ ହେବ। ତ ଏଥିରେ ଆପଣମାନେ ଯେଉଁମାନେ ଲଗ୍ଇନ୍ କରିବାକୁ ଜାଣିନାହାନ୍ତି, ତ 1 ତାରିଖ ଦିନ ସକାଳେ ମୁଁ ଭିଡ଼ିଓ ନେଇ ଆସିବି। ତ ସେଥିରେ ଆପଣମାନେ ଲଗ୍ଇନ୍ କରିଦେବେ। ଲଗ୍ଇନ୍ କରିବାର ମଧ୍ୟ ମୁଁ ଆପଣମାନଙ୍କୁ ଶିଖାଇଦେବି, ନୂଆ ପ୍ରୋସେସ୍ରେ ଆସିବ। ତା ସହିତ କେମିତି ଅଭିଯୋଗ କରିବେ, କ'ଣ ଲେଖିବେ, କ'ଣ ନାହିଁ, ଯେଉଁ କିଛି ଲେଖା ଅଛି ଲେଖିଲେ ଆପଣମାନଙ୍କର ଯାହା ବି କିଛି ଅଛି ସମସ୍ୟା ଅଛି ତାକୁ ମଧ୍ୟ ଆପଣମାନେ ଖୁବ୍ ଶୀଘ୍ର ସମାଧାନ କରିପାରିବେ। ସମ୍ପୂର୍ଣ୍ଣ ଅପଡେଟ୍ ମୁଁ ନେଇ ଆସିବି। ଯେହେତୁ 1 ତାରିଖ ବା ଅଭିଯୋଗ ବା ଜନଶୁଣାଣି ଅଭିଯୋଗ ଆରମ୍ଭ ହେବ, ତେବେ 1 ତାରିଖ ଦିନ ହିଁ ଆପଣମାନେ ଅଭିଯୋଗ କରିବେ। ତ ନିଶ୍ଚିତ ଭାବରେ ମୁଁ 1 ତାରିଖ ଦିନ ଆପଣମାନଙ୍କୁ ଭିଡ଼ିଓ ସକାଳେ ପକାଇଦେବି ୟୁଟ୍ୟୁବରେ। ତ ଆପଣ ଦେଖିକି ସେଠି ଅଭିଯୋଗ କେମିତି କରିବେ, ଯେକୌଣସି ଆପଣମାନଙ୍କର ଯେଉଁ ସ୍କିମ୍ରୁ ବେନିଫିଟ୍ ପାଉନାହାନ୍ତି, ଆପଣମାନେ ଦୀର୍ଘ ଦିନ ହେଲାଣି ରାସନ କାର୍ଡ଼ଟେ ପାଉନାହାନ୍ତି, ଘରଟେ ବି ପାଉନାହାନ୍ତି, ତ ସମ୍ପୂର୍ଣ୍ଣ ଆପଣମାନେ ଭିଡ଼ିଓ ଦେଖିକି ଆପଣମାନେ ନିଶ୍ଚିତ ଭାବରେ ଆପଣମାନଙ୍କର ଯାହା ବି ସମସ୍ୟା ଥିବ ତାକୁ ଦୂର କରିପାରିବେ। ଯଦି ଅପଡେଟ୍ ଆପଣମାନଙ୍କୁ ଆଜି ଭଲ ଲାଗିଲା, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଜୟ ଜଗନ୍ନାଥ।